ଯୋଗଦେଲେ ଏବଂ ଆଉ ଗୋଟିଏ ଜାଗା ରଇଡ଼ାରେ ସେ ଅତିଥି ଭାବରେ ଥିଲେ ରାବଣପୋଡ଼ି କାର୍ଯ୍ୟକ୍ରମରେ। ତେଣୁ ସେଥିପାଇଁ ସେ ମଝିରୁ ଆମମାନଙ୍କୁ ଛାଡ଼ି ଗଲେ। ତାଙ୍କୁ ମଧ୍ୟ ଅଶେଷ ଅଶେଷ ଧନ୍ୟବାଦ ତାଙ୍କର ସହଯୋଗ ଏବଂ ଉପସ୍ଥିତି ପାଇଁ। ସବୁଠୁ ଅଧିକ ଧନ୍ୟବାଦ ଦେବି SDPO ସାର୍ଙ୍କୁ। ପ୍ରଥମରୁ ସବୁଥିରେ ଆମ ସହିତ ସହଯୋଗ କରିଛନ୍ତି ଏବଂ ପ୍ରତ୍ୟେକ ଦିନ ଯୋଗାଯୋଗ ଭାବରେ କାର୍ଯ୍ୟକ୍ରମ ସୁରୁଖୁରୁ ଭାବରେ ହଜାର ହଜାର ଲୋକଙ୍କ ଭିତରେ ବାଣର କାର୍ଯ୍ୟକ୍ରମ ସବୁଠାରୁ ବଡ଼ ଆଜିକା ଡେଟ୍ରେ ବାଣର ପରମିଶନ ପାଇବା, ଯେଉଁଥିପାଇଁ ମୁଁ ଧନ୍ୟବାଦ ଦେବି ଯୋଡ଼ା AIC ସାମଲ ବାବୁଙ୍କୁ, ଯିଏକି ପ୍ରତ୍ୟେକ ଦିନ ଆମକୁ ମନିଟର କରୁଥିଲେ ଏବଂ ଚିନ୍ତା କରୁଥିଲେ ଯେ ପରମିଶନ ହେଲା କି ନାହିଁ। ଆଜି ସକାଳୁ ମଧ୍ୟ ଫୋନ୍ କରି ପଚାରୁଛନ୍ତି ପରମିଶନ ଆସିଯାଇଛି ତ। ତେଣୁ ଇଏ ହେଉଛି ତାଙ୍କର ସମସ୍ତଙ୍କର ସଜାଗ ପଣିଆ ଏବଂ ସମସ୍ତ ଲୋକଙ୍କୁ ସୁରକ୍ଷିତ ଭାବରେ କାର୍ଯ୍ୟକ୍ରମକୁ ସମାପନ କରିବା ପାଇଁ। ମୁଁ ଯେତେବେଳେ ସାର୍ ପରମିଶନ ଆପ୍ଲାଏ କରିଥିଲି ସେ ମୋ ନାଁରେ ଆପ୍ଲାଏ କରିଥିଲି। ତହସିଲଦାର ସାର୍ କହିଲେ ଆପଣଙ୍କ ନିଜେ ବାଣର ଆପ୍ଲାଏ କରିଥିଲେ ଆପଣଙ୍କ ନାଁରେ। ମୁଁ କହିଲି ସାର୍ ଯାହା ହେଲେ ଉପରବାଲା ଅଛନ୍ତି ନିଶ୍ଚିତ ଭାବରେ ଭଲ ହେବ। ତେଣୁ ସେଭଳି କୌଣସି ଅଘଟଣ ଆମମାନଙ୍କର ଆଜି ପର୍ଯ୍ୟନ୍ତ ଏଠି ଘଟି ନାହିଁ। ତେଣୁ ସମସ୍ତଙ୍କୁ ପୁଣି ଥରେ ଧନ୍ୟବାଦ।